ବ୍ରହ୍ମପୁର ସହର ଏମିତି ଏକ ସହର ଯେଉଁଠି ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ, ଯାହାର ନିଛକ ଉଦାହରଣ ବର୍ତ୍ତମାନ ଦେଖିବାକୁ ମିଳିଛି। କାଳବୈଶାଖୀ ବର୍ଷାରେ ବ୍ରହ୍ମପୁର ସହରର ମୁଖ୍ୟ ରାସ୍ତାରେ ମଧ୍ୟ ପାଣି ଲହଡ଼ି ଭାଙ୍ଗୁଛି। ସହରର ଗାନ୍ଧୀନଗର, ଅଶୋକନଗର, ଖଲିକୋଟ କଲେଜ ମୁଖ୍ୟ ରାସ୍ତା ସହ ବିଭିନ୍ନ ସାହିର ଘରେ ପାଣି ପଶିଯାଇଛି। ନାଳ ନର୍ଦ୍ଦମା ପାଣି ଘରେ ପଶି ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ହେଲେ ଏଥିପାଇଁ ଦାୟୀ କିଏ? ପ୍ରକୃତି ନା ବ୍ରହ୍ମପୁର ମହାନଗର ନିଗମ? ଅସରାଏ ବର୍ଷା ହେଲେ ବ୍ରହ୍ମପୁର ସହରର ମୁଖ୍ୟ ରାସ୍ତା ସହ ଗଳିକନ୍ଦିରେ ଥିବା ଘରେ ପାଣି ପଶିଯାଉଛି। ଏହା ମହାନଗର ନିଗମ ଜାଣିବା ସତ୍ତ୍ୱେ ଡ୍ରେନେଜରେ ଥିବା ମଇଳା ସଫା କରୁଛି ନା ପାଣି ନିଷ୍କାସନ ପାଇଁ ଡ୍ରେନେଜକୁ ଠିକ୍ ଭାବେ ତିଆରି କରୁଛି? ଡ୍ରେନେଜ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ଉପଯୁକ୍ତ ସଫାସୁତୁରା ନ କରାଗଲେ ବ୍ରହ୍ମପୁରବାସୀ ଏହି ଅସୁବିଧା ଭୋଗିବେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।